ପାକିସ୍ତାନ ବିପକ୍ଷରେ ପୁଣି ଭାରତ ବିଜୟ। ଏସିଆ କପ୍ 2025ର ଲିଗ୍ ପର୍ଯ୍ୟାୟରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା। ପୁଣି ଥରେ ଭାରତ ଏବଂ ପାକିସ୍ତାନ ସୁପର 4ରେ ମୁହାଁମୁହିଁ ହୋଇଥିଲେ। ଏଥିରେ ମଧ୍ୟ ଭାରତ ବାଜି ମାରି ନେଇଥିଲା ଏବଂ 6 ୱିକେଟରେ ବିଜୟ ଲାଭ କରିଥିଲା। ଏହା ହେଉଛି ଏସିଆ କପ୍ 2025ର ପାକିସ୍ତାନ ବିପକ୍ଷରେ ଭାରତର କ୍ରମାଗତ ଦ୍ୱିତୀୟ ବିଜୟ। ଲିଗ୍ ପର୍ଯ୍ୟାୟରେ ଭାରତ ମଧ୍ୟ ପାକିସ୍ତାନକୁ ପରାସ୍ତ କରିଥିଲା। ସୁପର 4 ମ୍ୟାଚ୍ରେ ଭାରତ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଉନ୍ନତ ରନ୍ ରେଟ୍ରେ ପାଳି ଆରମ୍ଭ କରିଥିଲା। ପାକିସ୍ତାନ ପକ୍ଷରୁ ଫରହାନ ଏବଂ ଫକର ଜମାନ ଇନିଂସ ଓପନ୍ କରିବାକୁ ଆସିଥିଲେ ଏବଂ ସେମାନେ ସତର୍କତାର ସହ ଇନିଂସ ଆଗକୁ ନେବା ପାଇଁ ଚେଷ୍ଟା କରିଥିଲେ ଏବଂ ପାୱାର ପ୍ଲେ ମଧ୍ୟରେ ପାକିସ୍ତାନ 55 ରନ୍ ସଂଗ୍ରହ କରିଥିଲା ଏବଂ ପରବର୍ତ୍ତୀ ସମୟରେ ନିୟମିତ ଭାବରେ ୱିକେଟ୍ ହରାଇ ପାକିସ୍ତାନ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ହରାଇ 171 ରନ୍ ସଂଗ୍ରହ କରି ରହିଥିଲା। ଜବାବରେ ଭାରତ ଅଭିଷେକ ଶର୍ମା ଓ ଶୁଭମନ ଗିଲଙ୍କ ତାହାର ପାଳି ଆରମ୍ଭ କରିଥିଲା, ଯାହା ଫଳରେ ପ୍ରଥମ ୱିକେଟ୍ ଯୋଡ଼ିରେ 10 ଓଭର ମଧ୍ୟରେ 105 ରନ୍ ସଂଗ୍ରହ କରି ନେଇଥିଲେ। ପ୍ରଥମ ୱିକେଟ୍ ଭାବରେ ଶୁଭମନ ଗିଲ 47 ରନ୍ରେ ଆଉଟ୍ ହୋଇଥିଲେ। ଅଭିଷେକ ଶର୍ମାଙ୍କ ଆକର୍ଷଣୀୟ 74 ରନ୍ ଭାରତକୁ ସହଜ ବିଜୟ ଦେଇଥିଲା। ଏହି ଇନିଂସ ମଧ୍ୟରେ ଅଭିଷେକ ଶର୍ମା 5ଟି ଛକା ଏବଂ 6ଟି ଚୌକା ମାରିଥିଲେ। ଏଥିସହ ତିଳକ ବର୍ମା 30 ରନ୍, ସଞ୍ଜୁ ସାମସନ 13 ରନ୍ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା 7 ରନ୍ କରି ଦଳକୁ ସହଜ ବିଜୟ ଦେଇଥିଲେ।